କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ଟାହିପଡ଼ା ଗ୍ରାମର ଜଣେ ଆଦିବାସୀ ଶ୍ରୀ ଶୁକଲା ପାଟମାଝୀ ବୟସ ପ୍ରାୟ 62 ବର୍ଷ ହେବ। ଗତ 22 ତାରିଖ ସୋମବାର ଦିନ ପୋଡ଼ ଖୋଜିବା ପାଇଁ ବଣକୁ ଯାଇଥିଲେ, ଆଉ ଫେରି ନଥିଲେ। ନ ଫେରିବାରୁ ନିଜ ପରିବାର ଓ ସମ୍ପର୍କୀୟମାନେ ବହୁତ ଖୋଜାଖୋଜି କରିଥିଲେ, କିନ୍ତୁ ଆଜି କିଛି ଲୋକ ଶ୍ରୀ ଶୁକଲା ପାଟମାଝୀଙ୍କ ଶବ ଟାହିପଡ଼ା ଜଙ୍ଗଲ ଅର୍ଥାତ୍ ତୁମୁଡ଼ିବନ୍ଧ UDPF ନିକଟରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବାବାଶଙ୍କର ସରାଫ ଏବଂ ବନ ବିଭାଗ କର୍ମଚାରୀ ଏବଂ ଅଧିକାରୀମାନେ କୁର୍ତ୍ତମଗଡ଼ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଶବଟିକୁ ଦେଖି ହାତୀ ଦ୍ୱାରା ଚକଟି ହୋଇ ଶୁକଲା ପାଟମାଝୀଙ୍କ ପ୍ରାଣହାନି ହୋଇଥିବା ସ୍ପଷ୍ଟ କରି କହିଥିଲେ ଏବଂ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ତୁମୁଡ଼ିବନ୍ଧ ଚିକିତ୍ସାଳୟକୁ ପଠାଇଥିଲା। ବନ ବିଭାଗ ଦ୍ୱାରା ଅତି ଶୀଘ୍ର ପରିବାରକୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀଙ୍କୁ କହିଥିବା କଥା ଗ୍ରାମବାସୀମାନେ ଆଲୋଚନା କରୁଛନ୍ତି। କିଛି ଲୋକ ସୋମବାର ଦିନ ଗୋଟିଏ ହାତୀ ତୁମୁଡ଼ିବନ୍ଧ କଲେଜ ନିକଟରେ ଦେଖି ଭୟଭୀତ ହୋଇଥିବା କଥା ଶୁଣିବାକୁ ମିଳୁଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରୁ ଅନୁଗ୍ରହ କୁମାର ନନ୍ଦଙ୍କ ରିପୋର୍ଟ, ଉତ୍କଳ ଖବର।